ମୁଁ ତା ସହିତ ସାଙ୍ଗ ପରି ଥିଲି। ଆମ ଘରେ ଡେଲି ଯିବା ଆସିବା କରୁଥିଲା। ମା ବାପା ନିଜ ଝିଅ ପରି ଦେଖୁଥିଲେ। ମୋ ପ୍ରତି ସେମିତି କିଛି ବ୍ୟବହାର ହିଁ ନଥିଲା। ସେ ଯାହା ବି କରୁଛି ସେ ତା ଇଚ୍ଛାରେ କରୁଛି। ଆଉ ମୋର ମ୍ୟାରେଜ୍ ଆଗରୁ ତ ଏମିତି କିଛି କରୁନଥିଲା। ଏବେ ମ୍ୟାରେଜ୍ ପ୍ରସ୍ତାବ ଏମିତି ଠିକ୍ ହେଲାରୁ ହିଁ ସେ ଏମିତି ସବୁ କରିଛି। ଆଜ୍ଞା ମାନେ ଆକ୍ଚୁଆଲି ସେ ଆପଣଙ୍କ ଘର କେବେଠୁ ଯିବା ଆସିବା କରୁଥିଲା? ଏବେ ଆପଣଙ୍କର ବାହା ହେବା ପରେ ପରେ ହିଁ ଏଇ ଜିନିଷ ଆସିଛି ନା କ'ଣ କେମିତି? ମ୍ୟାରେଜ୍ ଠିକ୍ ହେଲାରୁ ହିଁ ଏସବୁ ହେଇଛି, ନହେଲେ ଆଗରୁ ତ ମୋତେ ଏ ବିଷୟରେ କିଛି କହିନାହାନ୍ତି ତାଙ୍କେ। ଆଜ୍ଞା ସିଏ ଯେଉଁ କହୁଛନ୍ତି ଯେ ଆପଣଙ୍କୁ ଫୋନ୍ କିଣି ଦେଇଛନ୍ତି, ଆପଣଙ୍କ ଫୋନ୍ରେ ସବୁ ଅଶ୍ଳୀଳ ମେସେଜ୍ କରିଛନ୍ତି, ଆପଣ ତାଙ୍କୁ ରିପ୍ଲାଏ ଦେଇଛନ୍ତି, ଆପଣଙ୍କୁ ସିଲେଇ ମେସିନ୍ ଦେଇଛନ୍ତି, କୋରାପୁଟ ମନ୍ଦିରରେ ସେ ଆପଣଙ୍କୁ ସିନ୍ଦୁର ଫିନ୍ଦୁର ଲଗେଇ ବାହା ହେଇଛନ୍ତି। ଏ ସବୁ ମିଛ, ସବୁ ମିଛ। ମୁଁ ତାକୁ ବାହା ହେଇନି। କୋରାପୁଟ ମନ୍ଦିର ହିଁ ମୁଁ କେବେ ଯାଇନି, ଦେଖିନି। ଏବେ ପର୍ଯ୍ୟନ୍ତ ଜଗନ୍ନାଥ ମନ୍ଦିର ହିଁ ଦେଖିନି। କୋରାପୁଟ ହିଁ ଭଲସେ ଯାଇନି, ଆଉ ଏତେ ମନ୍ଦିର ତ ଦୂରର କଥା। ସେ ଯେଉଁ ଥାନାର ଦ୍ୱାରସ୍ଥ ହେଇଛନ୍ତି ମ୍ୟାଡ଼ାମ୍, ଯେ ଆଗକୁ ଯଦି ତାଙ୍କର ଭଲ ମନ୍ଦ କ'ଣ ହେବ ସେ ସୁଇସାଇଡ୍ କରିବେ, ଆଉ ପୋଲିସ ସେଣ୍ଟରକୁ ମଧ୍ୟ ସେମିତି କିଛି ଆପଣଙ୍କୁ ଡକରା ହେଇଥିଲା କି? କିଛି ଇନକ୍ୱାରି ହେଇଛି କି? କୋରାପୁଟ ଡକେଇଥିଲେ, ହେଲେ ସେ ସୁଇସାଇଡ୍ କରିଦେବେ ଏସବୁ ବିଷୟରେ ଆମକୁ କିଛି କହିନାହାନ୍ତି। ଖାଲି ପଚାରିଲେ ଯେ ତାଙ୍କୁ ତମେ ଚିହ୍ନିଛ କି ନାହିଁ ଏସବୁ ପଚାରିଲେ। ଆଉ ଆମେ ଚିହ୍ନିଥିଲୁ, ସାଙ୍ଗ ପରି ଥିଲୁ, ଆମ ଘରେ ଡେଲି ଯିବା ଆସିବା ବି ହେଉଥିଲେ। ଏସବୁ ଖାଲି କହିଛୁ, ଆଉ କିଛି ନାହିଁ। ମ୍ୟାଡ଼ାମ୍ ସିଏ ଯେଉଁ କହୁଛନ୍ତି ଯେ ଏବେ ଆପଣଙ୍କର ଓମେନ୍ ସେଣ୍ଟର ଯାଇଥିଲେ, ପୋଲିସ ସେଣ୍ଟର, ପୋଲିସ ସେଠି ଯାହା କ'ଣ ଡିସ୍କସନ୍ ହେଲା, ସିଏ ଯେଉଁ କହୁଛନ୍ତି ଯେ କୋର୍ଟର ଦ୍ୱାରସ୍ଥ ହେବେ, ତ ଆପଣ ତା ପାଇଁ କେମିତି ପ୍ରସ୍ତୁତ ଅଛନ୍ତି, କ'ଣ କହିବେ ସାର୍? ସେ ଯେଉଁଠି ଯିବା କଥା ଯାଉ। ମୁଁ କିଛି ବି ଭୁଲ କରିନାହିଁ ତ ମୁଁ ଯିବି। ମ୍ୟାଡ଼ାମ୍ ସିଏ ଯେଉଁ ଆପଣଙ୍କ ନାଁରେ ଏତେ ବଡ଼ ଏଲିଗେସନ୍ ଆଣୁଛନ୍ତି, ଆପଣ ଏକା ନା ଆଉ କିଏ ଅଛନ୍ତି ନା ଆଗରୁ ଏମିତି କିଛି ଥିଲା ଆପଣ ଜାଣିଛନ୍ତି? କ'ଣ କେମିତି କହିଲେ? ମୋ ସହିତ ଦୁଇଟା ଝିଅ, ଆଗରୁ ବି ଦୁଇଟା ଝିଅ ସହିତ ଏମିତି କରିସାରିଛି। ମୁଁ 3 ନମ୍ବର ଏମିତି ମୋ ସହିତ କରୁଛି। ସେ ଦୁଇଟା ଝିଅ ବାହା ହେଇଗଲେ। ଏବେ ସେ କହୁଛି କ'ଣ ନା ମୁଁ ସିଙ୍ଗଲ୍ କେମିତି ରହିବି, ମୋତେ ବି ଲାଇଫ୍ ପାର୍ଟନର ଦରକାର। ହେଲେ ମୁଁ କହିଲି ଝିଅ ସହିତ କ'ଣ ମିଶିକି ରହୁଛନ୍ତି କି? କେବେ ଏମିତି କ'ଣ ସମ୍ଭବ ହେଇଛି କି ବୋଲି ପଚାରିଲି ତାଙ୍କୁ, ଯେ ସେ ଶୁଣିବାରେ ହିଁ ନାରାଜ ଅଛନ୍ତି, ବୁଝୁନାହାନ୍ତି କିଛି। ଆଉ ମ୍ୟାଡ଼ାମ୍ ଏଇ ଜିନିଷ ତାଙ୍କ ବାପା ମାଆଙ୍କୁ କିମ୍ବା ଆପଣଙ୍କ ବାପା ମାଆଙ୍କୁ ଆପଣ ଜଣେଇଥିଲେ କି? ଏ ବିଷୟରେ ତ ମୁଁ ବି ଜାଣିନଥିଲି ନିଜେ। ସେ ଏବେ ମ୍ୟାରେଜ୍ ଠିକ୍ ହେଲାରୁ ଏସବୁ କରୁଛି କାଣ୍ଡ। ତାଙ୍କ ବାପା ମା ଏସବୁ ବିଷୟରେ ଜାଣିଛନ୍ତି, ସେଥିପାଇଁ ତ ତାଙ୍କ ବାପା ମା ମଧ୍ୟ ତାଙ୍କୁ ସପୋର୍ଟ କରୁନାହାନ୍ତି। ସିଏ ଏବେ ଯେଉଁ କୋର୍ଟର ଆଉ ପୋଲିସର ଦ୍ୱାରସ୍ଥ ହେଇଛନ୍ତି, ଆପଣଙ୍କର ନେକ୍ସଟ ଷ୍ଟେପ୍ କ'ଣ ରହିବ? ମୁଁ ତ କିଛି ଭୁଲ କରିନାହିଁ। ତାଙ୍କେ ଯେଉଁଠି ଯିବା ଇଚ୍ଛା ଯାଆନ୍ତୁ। ଅଲରେଡ଼ି ତ ମୁଁ ବାହା ହେଇସାରିଛି। ମୋର ହଜବେଣ୍ଡ ତ ମୋର ସାଥ ଦେଉଛନ୍ତି ନା। ଆଉ କେ ଦିଅନ୍ତୁ ନ ଦିଅନ୍ତୁ, ଆଉ ମୋତେ କିଛି ଫରକ ପଡ଼ବାର ନାହିଁ। ତାଙ୍କ ବାପା ମା ତାଙ୍କ ସାଥ ଦେଉନାହାନ୍ତି, କିନ୍ତୁ ଆପଣଙ୍କ ବାପା ମା ପୁରା ଫ୍ୟାମିଲି ଆପଣଙ୍କ ସାଥ ଦେଉଛନ୍ତି? ମୋର ପୁରା ଫ୍ୟାମିଲି ମୋର ସାଥ ଦେଉଛନ୍ତି। କାହିଁକି ମାନେ ମୁଁ କିଛି ଭୁଲ କରିନାହିଁ। ଯେତେବେଳେ ମୁଁ ମୋର ପଛଆଡ଼େ, ମୋର ଆଗରେ, ମୋର ସାଇଡ଼ରେ, ସବୁଆଡ଼େ ମୋର ବାପା, ଭାଇ, ଜୁଇଁ ସମସ୍ତେ ଅଛନ୍ତି। ନମସ୍କାର, ମୋ ନାଁ ହିନା ନାଗ, ମୋ ଘର ଜୟପୁର। ମୁଁ ଏ ଭିଡ଼ିଓ ଏଥିପାଇଁ ବନାଉଛି ଯେ ମୋତେ ପବ୍ଲିକ୍ ସପୋର୍ଟ ଦରକାର। ମୁଁ ବହୁତ ଖରାପ ପରିସ୍ଥିତିରେ ଗତି କରୁଛି, ମେଣ୍ଟାଲି ଡିପ୍ରେସନରେ ରହୁଛି। ମୋ ଘର ଲୋକ ମୋତେ ବୁଝିପାରୁନାହାନ୍ତି, ମୋତେ ସପୋର୍ଟ କରୁନାହାନ୍ତି। ମୋର ଏହି ଅବସ୍ଥାର ଦାୟୀ ହେଉଛି ରଶ୍ମିତା ବେହେରା। ସେ ମୋ ମନ, ମୋ ଫିଲିଙ୍ଗସ୍, ମୋ ଆତ୍ମା, ମୋ ଶରୀର ସାଙ୍ଗରେ ଖେଳିଛନ୍ତି, ମୋ ଜୀବନ ନଷ୍ଟ କରିଛନ୍ତି। ରଶ୍ମିତା ବେହେରାଙ୍କ ଘର ଜୟପୁର ନୂଆସାହି 5th ଲାଇନ୍, ଆମର ନୂଆସାହି 4th ଲାଇନ୍। 2016 ମାର୍ଚ୍ଚ ମାସରେ ସେ ମୋତେ ପ୍ରପୋଜ୍ ମାରିଥିଲେ। ମୁଁ ତାଙ୍କୁ ଭଲ ପାଇବାକୁ ବିଶ୍ୱାସ କରୁନଥିଲି ବୋଲି ସେ ଚାଲ ମନ୍ଦିରକୁ ଯିବା କହିଲେ। ଆମେ ସାଇବାବା ମନ୍ଦିରକୁ ଗଲୁ। ସେ ମୋତେ ସେଠି ତାଙ୍କ ମନ କଥା କହିଲେ। ମୋ ଜୀବନ ସାଥୀ ରହିବି ବୋଲି କଥା ବି ଦେଲେ। ମୋ ମନରେ ବି ତାଙ୍କ ପାଇଁ ଫିଲିଙ୍ଗସ୍ ଆସିଲା। ତାଙ୍କ ଭଲ ପାଇବାକୁ ବିଶ୍ୱାସ କଲି, ତାଙ୍କୁ ଗ୍ରହଣ କଲି ସେଠି। ସେବେଠୁ ଆମ ଭଲ ପାଇବା ଆରମ୍ଭ ହେଲା, ଆମ ସମ୍ପର୍କ ଆରମ୍ଭ ହେଲା। ରଶ୍ମିତା ସବୁଦିନ ମୋତେ ତାଙ୍କ ବାପାଙ୍କ ଫୋନ୍ରୁ, ନହେଲେ ତାଙ୍କ ଭାଇ ଅଭୟର ମୋବାଇଲରୁ, ନହେଲେ ବାହାର ଆଉ କାହାର ମୋବାଇଲରୁ ଫୋନ୍ କରିକି ମୋତେ ଡେଲି ତାଙ୍କ ଘରକୁ ଡାକିବାର। ମୁଁ ପ୍ରାୟ ତାଙ୍କ ସାଙ୍ଗରେ ହିଁ ସମୟ ବିତେଇବାର। ତାଙ୍କେ ମୋ ଜୀବନ ସାଥୀ। ମୁଁ ତାଙ୍କୁ ଭଲ ପାଉଛି ବୋଲି ତାଙ୍କେ ମୋତେ ଯେଉଁଠି ଡାକିଲେ, ଯେତେବେଳେ ଡାକିଲେ ମଧ୍ୟ ମୁଁ ତାଙ୍କ ପାଖକୁ ଯିବାର। ଆମେ 2 ଜଣ ଯେବେ ମନ୍ଦିରକୁ ଯାଉ, ସେ ମୋତେ ତାଙ୍କ ମଥାରେ ସିନ୍ଦୁର ଲଗାଇବାକୁ କୁହନ୍ତି। ମୁଁ ବହୁତ ଥର ଲଗେଇଛି ମଧ୍ୟ ତାଙ୍କ ମଥାରେ ସିନ୍ଦୁର।
5 ବର୍ଷ ଆମେ ସମ୍ପର୍କରେ ରହିଲୁ। ଆମ ସମ୍ପର୍କ ମଝିରେ ସ୍ୱାମୀ ସ୍ତ୍ରୀର ସମ୍ପର୍କ ଅଛି ଆମର। 5 ବର୍ଷ ମୋ ସାଙ୍ଗରେ ରିଲେସନ୍ରେ ରହିଲେ ସେ। ପ୍ରେମ ଭରା କଥା ହେବା, ଝଗଡ଼ା କରିବା, ପରସ୍ପରକୁ ମନେଇବା। ଅଧିକାଂଶ ତ ମୁଁ ରାଗିକି ଥିଲେ ସେ ହିଁ ମୋତେ ମନାନ୍ତି। ଶାରୀରିକ ସମ୍ପର୍କ ରଖିବା, ବୁଲାବୁଲି କରିବା, ଏଭ୍ରିଥିଙ୍ଗ ସବୁ କିଛି ଅଛି ଆମ 5 ବର୍ଷର ରିଲେସନ୍ରେ। ଏମିତି କିଛି ବି ବାକି ନାହିଁ। ଫ୍ୟୁଚର୍ ପ୍ଲାନିଂ ମଧ୍ୟ ରଶ୍ମିତା ହିଁ କରିବାର। ରଶ୍ମିତା ମୋତେ କହିବାର, ସନୁ ମୋତେ ନେଲା ପରେ ମୋ ପାଇଁ ସିଲେଇ ମେସିନ୍ ଗୋଟେ ପକାଇଦେବ। ସନୁ ମୁଁ ତୁମ ଘରେ ରହିବିନି, ମୋତେ ଘର ଭଡ଼ା କରିକି ଅଲଗା ରଖିବ। ଆମେ ଜୟପୁରରେ ରହିବା ନାହିଁ। ଭଲ ମନ୍ଦ କ'ଣ ହେଲେ ତମେ ତୁମ ଘରକୁ ଯିବ ଆସିବ ସିନା, ମୋତେ କେବେ ବାଧ୍ୟ କରିବନି ତୁମ ଘରକୁ ଯିବାକୁ। ଆଉ ଆମେ ଯେଉଁଠି ରହିବା ସେଠି ଗୋଟେ ଛୋଟ ଝିଅ ଆଣିକି ରଖିବା, ତାକୁ ଭଲ ପରିବେଶ ଦେଇ ବଡ଼ କରିବା। ସନୁ ତମ ବାପାଙ୍କ 2ଟା ୱାଇଫ୍। ମୋତେ ନେଲା ପରେ ତମେ ଯଦି ସେମିତି ଚେଞ୍ଜ ହେଇଯିବ ମୁଁ ହଇରାଣ ଯିବି। ସେଥିପାଇଁ ତମେ ମୋତେ କୋର୍ଟ ମ୍ୟାରେଜ୍ କରିବ। ମୋତେ ଯଦି କେବେ ବୋର୍ ଲାଗିବ କହିଲେ ମୁଁ ରୋଷେଇ କରିବିନି। ତମେ ଠକ ନ ହେଇ ନିଜେ ରୋଷେଇ କରିବ। ଆଉ ଯଦି ହୋଟେଲରୁ ଖାଇବା ଆଣିବ କହିଲେ ସବୁଦିନ ମୁଁ ତୁମକୁ ହୋଟେଲରୁ ହିଁ ଖାଇବା ଆଣିବି। ତମର ହୋଟେଲରୁ ଖାଇବା ମଜା ଛାଡ଼ିଯିବ ସେତେବେଳେ। କାହିଁକି ମୋତେ ରଶ୍ମିତା 5 ବର୍ଷ ଯାକ ଏମିତି ମିଠା ମିଠା ମିଛ କଥା କହି ସ୍ୱପ୍ନ ଦେଖାଉଥିଲେ? କେବଳ ମୋ ସାଙ୍ଗରେ ଶାରୀରିକ ସମ୍ପର୍କ ରଖିବା ପାଇଁ କି? ଏତେ ହିଁ ଯଦି ରଶ୍ମିତାଙ୍କର ଏଇସବୁରେ ଇଣ୍ଟରେଷ୍ଟ ଥିଲା କହିଲେ ତାଙ୍କ ଭଳି କ୍ୟାରେକ୍ଟର ଗୋଟେ ପୁଅ ସାଙ୍ଗରେ ରଖିଥାନ୍ତେ, ତାଙ୍କୁ ସୁକୁନ ବି ମିଳିଥାନ୍ତା। ପ୍ଲସ୍ କେବେ ବ୍ରେକଅପ୍ ହେଲା ପରେ ସେ ପୁଅକୁ ଫରକ ବି ପଡ଼ିନଥାନ୍ତା ଯେମିତି ଏବେ ରଶ୍ମିତାକୁ ପଡ଼ିଲାନି। ମୋତେ ଚିଟ୍ କରି ଲୁଚିକି ଯାଇକି ଆଉ କାହାକୁ ବାହା ହେଇଯାଇଛନ୍ତି। 5 ବର୍ଷ ପାଗଳି ଭଳି ଭଲ ପାଇଲେ ମୋତେ। ତାଙ୍କ ଭଲ ପାଇବାରେ ମୋତେ ପାଗଳ କରିଦେଲେ। ଶେଷରେ ତାଙ୍କ ମନ ଭରିଗଲାରୁ ସେ ମୋତେ ସେଇ ବାଟରେ ମୋ ହାତ ଛାଡ଼ିଲେ ଯେଉଁଠୁ କି ମୁଁ ପଛକୁ ଫେରି ପାରିବିନି କି ଆଗକୁ ବଢ଼ି ପାରିବିନି। ସେ କାହିଁକି ମୋ ଜୀବନ ନଷ୍ଟ କଲେ? ମୁଁ ତାଙ୍କର କ'ଣ କ୍ଷତି କରିଥିଲି? ତାଙ୍କ ଭଲ ପାଇବାକୁ ବିଶ୍ୱାସ କଲି, ତାଙ୍କୁ ଗ୍ରହଣ କଲି, ଢେର ସାରା ଭଲ ପାଇବା ଦେଲି, ତାଙ୍କ କେୟାର କଲି, ତାଙ୍କ ଭଲ ମନ୍ଦ ବୁଝିଲି। ତା ବଦଳରେ ସେ ମୋତେ ଜୀବନ ସାରା କାନ୍ଦିବାକୁ ଛାଡ଼ିଦେଲେ। ଯେବେଠୁ ମୁଁ ତାଙ୍କ ଭଲ ପାଇବାକୁ ବିଶ୍ୱାସ କଲି, ତାଙ୍କୁ ଗ୍ରହଣ କଲି, ସେବେଠୁ ମୁଁ ମୋ ନିଜ କଥା ବୋଲି ସବୁବେଳେ ତାଙ୍କ ଚିନ୍ତା କଲି। ତାଙ୍କେ ମୋ ଜୀବନ ସାଥୀ ବୋଲି ତାଙ୍କ ପ୍ରତି ମୋର ଯାହା କର୍ତ୍ତବ୍ୟ ବନିଲା ମୁଁ ତାହା କରିଲି। ମୋତେ ଘରେ ପଇସା ପତ୍ର ଦେଲେ ମୁଁ ମୋ ନିଜ ପାଇଁ ଖର୍ଚ୍ଚ ନ କରି ତାଙ୍କ ପାଇଁ ବଞ୍ଚେଇକି ରଖୁଥିଲି। କାଳେ ତାଙ୍କର କ'ଣ ଆବଶ୍ୟକ ପଡ଼ିବ, ମୋତେ ଯଦି ମାଗିବେ ମୁଁ ଦେଇ ନ ପାରିଲି ମୋତେ ଭଲ ଲାଗିବନି। କାଳେ ତାଙ୍କର ଦେହ ଖରାପ ହେବ, ତାଙ୍କୁ ଶ୍ୱାସ ଅଛି, ହାତରେ ଯଦି ମୋର ପଇସା ନଥିବ କହିଲେ ମୁଁ କ୍ଲିନିକକୁ ନେଇକି ଯିବି କେମିତି? ତାଙ୍କୁ ଟିକେ ଜ୍ୱର ହେଲେ ମେଡ଼ିକାଲ ନେଇକି ଯାଉଥିଲି। ଟାଇମ୍ ବାଇ ଟାଇମ୍ ମେଡ଼ିସିନ ଖୁଆଉଥିଲି। ଦେହ ଭଲ ନହେଲେ ମନ୍ଦିରରେ ନେଉଥିଲି। ଚାଇନା ମାର୍କେଟ ଉପରେ ବ୍ଲାଉଜ୍ ଡିଜାଇନ୍ ଶିଖିବାକୁ ଯିବି, ଫିସ୍ ଦିଅ କହିଲେ ଫିସ୍ ଦେଲି। ସନୁ ଆଜି ମୋତେ ହାତ ଖର୍ଚ୍ଚ ନେଇ ପଇସା ଦିଅ କହିଲେ ପଇସା ଦେଉଥିଲି। ସନୁ ମୁଁ ବୋଉର ପଇସା କାଢ଼ି ଖର୍ଚ୍ଚ କରିଦେଇଛି, ସେ ଜାଣିଲେ ମୋତେ ଗାଳି ଦେବ। ମୋତେ ଏତିକି ଟଙ୍କା ଦିଅ କହିଲେ ମୁଁ କିଛି କୋଶ୍ଚିନ୍ ନ କରି ମୁଁ ଦେଇ ଦେଉଥିଲି। ସନୁ ଆଜି ମୋତେ ବୁଲେଇ ନିଅ କହିଲେ ୟା ତା ସ୍କୁଟି ମାଗି ତେଲ ପକେଇକି ବୁଲେଇ ନେଉଥିଲି। ସନୁ ବିରିୟାନୀ ଖାଇବାକୁ ଯିବାକୁ କହିଲେ ହୋଟେଲରେ ନେଇ ଖୁଆଉଥିଲି। ସନୁ ମୁଁ କେତେ ଦିନ ହେଲା ମିଠା ଖାଇନି ଗୋ କହିଲେ ତାଙ୍କୁ ଗୋଡ଼ ତଳେ ନେଇକି ଯାଉଥିଲି ତାଙ୍କ ଘରେ। ସନୁ ଆଜି ରୋଲ୍ ଖାଇବାକୁ ଯିବାକୁ କହିଲେ ଟାଉନରେ ନେଇକି ଖୁଆଉଥିଲି। ମାସକୁ ପିରିୟଡ଼୍ସ ହେଲେ ମୋତେ ହ୍ୱିସ୍ପର୍ ଆଣିଦିଅ କହିଲେ ତାଙ୍କୁ ଘରେ ନେଇକି ଯାଉଥିଲି। ୟା ତା ଫୋନ୍ ମାଗିକି ମୋତେ ସବୁଦିନ କଥା ହେଉଥିଲେ ବୋଲିକି ମୋତେ ଏପ୍ରେଣ୍ଟିସ୍ ଷ୍ଟାଇପେଣ୍ଡ ପଇସା ମିଳିଲାରୁ ମୋର ଫାଷ୍ଟ ଦରମାରେ ତାଙ୍କ ପାଇଁ 7,000 ଦେଇ ମୋବାଇଲ ଗୋଟେ କିଣିଦେଲି। ସେଇ ମୋବାଇଲ ଦିନେ ରାଗିକି ଛେଚିଦେଲେ। ରାଗ ଶାନ୍ତ ହେଲା ପରେ ମୋତେ ଆଉ ଗୋଟେ କିଣିଦିଅ ନହେଲେ ତମେ ବି ଧରନି କହି ମୋ ମୋବାଇଲକୁ ଫୋପାଡ଼ିଥିଲେ। ତମ ପାଇଁ ମୁଁ ମୋବାଇଲ ଛେଚିଛି।
ଯେଉଁ ମୋତେ ଆଉ ଗୋଟେ କିଣିଦିଅ, ନହେଲେ ତମେ ବି ଧରନି କହିକି ମୋ ମୋବାଇଲ୍ ଫୋପାଡ଼ୁଥିଲେ। ମୋତେ ଆଉ ଗୋଟେ ମୋବାଇଲ୍ କିଣିଦିଅ କହି ମୋ ଆଗରେ ଇମୋସନାଲ୍ କରିଲେ, କାନ୍ଦିଲେ। 2019 ଏପ୍ରିଲ ମାସରେ ମୁଁ ୟାତା ଲୋନ୍ ହେଇକି ପେପର୍ ପ୍ଲେଟ୍ ମେସିନ୍ ଲଗେଇଲି। ସେ ବିଜନେସ୍ ଆରମ୍ଭ ହେଲା ପରେ 10,000 ଦେଇ ରିଏଲମି 5S କିଣିଦେଲି ତାଙ୍କୁ। ସେ ବିଜନେସ୍ ପଇସାରୁ କ'ଣ ଅଭାବ କରୁଥିଲି। ତାଙ୍କେ ମୋ ଜୀବନ ସାଥୀ, ତାଙ୍କ ଭଲ ମନ୍ଦ ବୁଝିବା ମୋ କର୍ତ୍ତବ୍ୟ ବୋଲି ମୁଁ ତାଙ୍କର ସବୁ ଅଭାବ ଦୂର କରୁଥିଲି। ମୁଁ ମୋ ନିଜ ପାଇଁ ସେତିକି ପଇସା ଖର୍ଚ୍ଚ କରିନି, ତାଙ୍କ ଉପରେ ପାଣି ପରି ପଇସା ସରେଇଛି ମୁଁ। କାହିଁକି? ତାଙ୍କ ଭଲ ମନ୍ଦ ବୁଝିବା ମୋ କର୍ତ୍ତବ୍ୟ ବୋଲି। ମୋର ଗୋଟେ ସ୍ୱପ୍ନ ଥିଲା ମେକାନିକାଲ ଇଞ୍ଜିନିୟରିଂ ହେବାର। 2016 ITI ମୋର ଫାଇନାଲ୍ ଇୟର୍ ଥିଲା। ସେବେ ହିଁ ରଶ୍ମିତାଙ୍କ ସାଙ୍ଗରେ ମୋର ରିଲେସନ୍ ଆରମ୍ଭ ହୋଇଥିଲା। ଭାବୁଥିଲି ITI ସରିଲା ପରେ ମୁଁ CTTCକୁ ଭୁବନେଶ୍ୱରକୁ ପଳେଇବି ବୋଲି। ରଶ୍ମିତାଙ୍କୁ ମୁଁ ଏ କଥା ସେୟାର କଲି। ସେ ମୋତେ ମନା କରିନାହାନ୍ତି, ମୋତେ CTTC ଯିବାକୁ କହିଲେ। କିଛି ଦିନ ଗଲା ପରେ ତାଙ୍କ ପାଇଁ ଗୋଟେ ପ୍ରସ୍ତାବ ଆସିଲା। ସେ କ'ଣ ଗୋଟେ ବାହାନା କରି ରିଜେକ୍ଟ କରିଦେଲେ। ଆଉ ମୋତେ କହିଲେ, ମୁଁ ଏମିତି କେତେଟା ପ୍ରସ୍ତାବ ବାହାନା କରିକି ରିଜେକ୍ଟ କରୁଥିବି। ମୋତେ କେତେବେଳେ ହେଲେ ଘରେ କେଉଁଠି ବାହା କରେଇ ଦେଇଦେବେ, ସେତେବେଳେ ତୁମେ ଜାଣିବ ରୁହ। ସେଥିପାଇଁ ଶୀଘ୍ର କହୁଛି କାମ କର ଆଉ ମୋତେ ନେଇକି ଯାଅ। ତାଙ୍କର ଏଇ କଥା ଶୁଣିଲାରୁ ମୁଁ ମୋର ମେକାନିକାଲ ସ୍ୱପ୍ନ ରଖିବା ହିଁ ତ୍ୟାଗ କରିଦେଲି। ଆଉ ସେଇ ବାଟକୁ ଗଲି ରଶ୍ମିତାଙ୍କ ପାଇଁ, ଯେଉଁ ପଟେ ମୁଁ 2 ପଇସା ରୋଜଗାର କରିପାରିବି। ଆଉ ତାଙ୍କ ପାଇଁ ବୋଲି ମୁଁ ଲକ୍ଷେ ଟଙ୍କା ଋଣ ହେଇକି ପେପର୍ ପ୍ଲେଟ୍ ମେସିନ୍ ଲଗେଇଲି। ତାଙ୍କ ପାଇଁ ବୋଲି ମୁଁ ମୋ ଜୀବନରେ ବହୁତ କିଛି ତ୍ୟାଗ କଲି। ଶେଷରେ ସେ ହିଁ ମୋତେ ତ୍ୟାଗ କରିଦେଲେ। ତାଙ୍କ ମନ ଭରିଗଲାରୁ ସେ ମୋତେ ସେହି ବାଟରୁ ନେଇ ଛାଡ଼ିଲେ, ଯେଉଁଠିକି ମୁଁ ପଛକୁ ଫେରି ପାରିବିନି କି ଆଗକୁ ବଢ଼ି ପାରିବିନି। ସେ କାହିଁକି ମୋ ଜୀବନ ନଷ୍ଟ କଲେ? କ'ଣ ଭୁଲ ଥିଲା ମୋର? କାହିଁକି ସେ ମୋ ସାଙ୍ଗରେ ଏମିତି କଲେ? ସେ ମୋତେ ସବୁଦିନ ଫୋନ୍ କରିକି କଥା ହେବାର। ଫେବୃଆରୀ 19ରେ ସେ ମୋତେ କଲ୍ କଲେନି। ମୁଁ କଲ୍ କରିକି ଅଛି, ସେ ରିସିଭ୍ କଲେନି। ମୁଁ ତାଙ୍କ ଘରକୁ ଗଲି, ତାଙ୍କୁ କହିଲି ଫୋନ୍ କାହିଁକି ରିସିଭ୍ କରୁନ? ସେ ମୋତେ ବହୁତ ଖରାପ ବ୍ୟବହାରରେ କଥା କଲେ। କହିଲେ ଯେ ମୋତେ ଇଚ୍ଛା ନାହିଁ ପାଇଁ ମୁଁ ଫୋନ୍ ଉଠେଇନି। ଆସିଲ ତମ ମୋବାଇଲ୍ ନିଅ ଆଉ ଏଠି ଯାଅ। ତୁମକୁ ଏବେ ହିଁ ଆସିବାର ଥିଲା କି? ଏବେ ସେ ପୁଅ ଘର ଆସିବେ। ତୁମେ ଯାଅ ଏଠୁ ତୁମ ଫୋନ୍ ନେଇକି। ମୁଁ କହିଲି ପ୍ଲିଜ୍ ମୋ ସାଙ୍ଗରେ ଏମିତି ଅନ୍ୟାୟ କରନି। କାହିଁକି ମୋ ସାଙ୍ଗରେ ଏମିତି କଲ? ଏତେ ସବୁ ରିଲେସନ୍ କାହିଁକି ବଢ଼େଇଲ? ସେ କହିଲେ ମୋର ଶକ୍ ଥିଲା। ତ ମୋତେ ପୁଅ ପିଲା ସୁଖ ଦେଇପାରିବ କି? ଇଆଡ଼ୁ ସିଆଡ଼ୁ କହିକି ମୋତେ ବହୁତ ଖରାପ ବ୍ୟବହାର କଥା କହିଲେ। ସେ କ'ଣ ଆଗରୁ ଜାଣିନଥିଲେ ମୁଁ ଝିଅ ପିଲା ବୋଲି? ସେ ହିଁ ନିଜେ ଭଲ ପାଇବା ଆରମ୍ଭ କରିବେ, ସେ ହିଁ ସମ୍ପର୍କ ବଢ଼େଇବେ, ସେ ହିଁ ଶେଷରେ ମୋତେ ଧୋକା ଦେଇଦେବେ। ମାନେ ମୁଁ କ'ଣ ତାଙ୍କ ଖେଳନା କି? ମୁଁ ଟେନସନ୍ରେ ଘର ଛାଡ଼ିକି ପଳେଇଲି। ମୋ ଭଉଣୀ ଯାଇକି ପାଟିତୁଣ୍ଡ କଲାରୁ ମଧ୍ୟ ସେ ସେଇଠି ମିଛ ହେଇ କହିଲା ଯେ ଆମ ରିଲେସନ୍ ଏମିତି କିଛି ନଥିଲା, ସେ ମିଛ କହୁଛି ବୋଲିକି। ତାଙ୍କ ବୋଉ ମୋତେ ବହୁତ ଖରାପ ଭାଷାରେ ଗାଳି ଦେଉଛନ୍ତି। ସବୁ ବ୍ଲେମ୍ ମୋ ଉପରେ ହିଁ ଆସୁଛି। ସମସ୍ତେ ମୋତେ ହିଁ ଭୁଲ ବୁଝୁଛନ୍ତି। ସେ ମୋ ଜୀବନ ନଷ୍ଟ କରି ସ୍ୱାମୀ ଘରେ ଯାଇ ସୁଖରେ ରହୁଛି। ଭୁଲ ସେ କରିବ, ଦଣ୍ଡ ମୁଁ ଭୋଗୁଛି। ସତ କଥା ତ ଏଇଟା ଯେ ମୁଁ କିଛି ଭୁଲ କରିନି, ମୁଁ ଭଲ ପାଇଛି। ଭଲ ପାଇ ଧୋକା ଦେବା ତାହା ହେଉଛି ଭୁଲ, ତାହା ହେଉଛି ପାପ, ଯାହାକି ରଶ୍ମିତା ମୋତେ ଧୋକା ଦେଇଛନ୍ତି। ମୁଁ ଜାଣିଛି ଆମ ସମାଜରେ ଏମିତି ବି ମଣିଷମାନେ ଅଛନ୍ତି ଯିଏକି ଏଭଳି ରିଲେସନ୍କୁ ଆକ୍ସେପ୍ଟ କରନ୍ତିନି। କିନ୍ତୁ ଏଥିରେ ମୋର କିଛି ଭୁଲ ନାହିଁ। ଭଲ ପାଇବା ଫିଲିଙ୍ଗସ୍ ଉପରେ ଡିପେଣ୍ଡ। ମୁଁ ଜାଣିଛି ସୁପ୍ରିମକୋର୍ଟ ମଧ୍ୟ
ଅର୍ଡ଼ର ଦେଇସାରିଛନ୍ତି ଯେ ମେଲ୍ ଫିମେଲ୍ ମିଳିମିଶି ରହିପାରିବେ ବୋଲି। ସେଥିପାଇଁ ସୁପ୍ରିମକୋର୍ଟକୁ ମୋର ଧନ୍ୟବାଦ। କିନ୍ତୁ ଆମ ସମାଜରେ ଏମିତିକା ବି ମଣିଷମାନେ ଅଛନ୍ତି ଯିଏକି ଏବେ ପର୍ଯ୍ୟନ୍ତ ଆମମାନଙ୍କର ଫିଲିଙ୍ଗସକୁ ବୁଝନ୍ତିନି। କିନ୍ତୁ ସତ କଥା ଏଇଟା ଯେ ଯିଏ ଭଲ ପାଇବାର ଅର୍ଥ ଜାଣିଛି ସେ କେବେ ବି ଆମ ରିଲେସନ୍କୁ ଆଙ୍ଗୁଠି ଉଠେଇବନି। ଯିଏ ଭଲ ପାଇବାର ମାନେ ଜାଣିନି ସେ ହିଁ ଆମକୁ ଖରାପ କହିବ ଆମ ରିଲେସନ୍କୁ। ମୁଁ ଆବାଜ ଉଠେଇଛି ମୋ ନ୍ୟାୟ ପାଇବାକୁ। ମୁଁ କେସ୍ ବି ଦେଇଛି, ଗୋଟେ ଲେଡ଼ିଜ୍ ଆଡ଼ଭୋକେଟ୍ ମଧ୍ୟ ଧରିଛି, ଓମେନ୍ସ ସେଣ୍ଟରରେ ମଧ୍ୟ FIR ଦେଇଛି। କାନୁନର ଦ୍ୱାରକୁ ଗଲି ନ୍ୟାୟ ପାଇବାକୁ। ମୁଁ ଏମିତି କିଛି ଭୁଲ ଷ୍ଟେପ୍ ନ ନେଇକି କାନୁନର ସାହାରା ନେଉଛି। ପବ୍ଲିକର ସପୋର୍ଟ ଚାହୁଁଛି। ପ୍ଲିଜ୍ ମୋ ସପୋର୍ଟ କର। କାନୁନକୁ ମୋର ଅନୁରୋଧ, ମୋତେ ନ୍ୟାୟ ଦିଅ। ମୁଁ ଏ ଭିଡ଼ିଓ ମିଡ଼ିଆକୁ ଦେଉଛି। ମୋର ଏଇ କାହାଣୀ କଣ କଣରେ ପହଞ୍ଚାଅ। କାହିଁକି ମୋ ସାଙ୍ଗରେ ଏମିତି ଅନ୍ୟାୟ ହେଲା? କ'ଣ ଭୁଲ ଥିଲା ମୋର? କ'ଣ କ୍ଷତି କରିଥିଲି ରଶ୍ମିତା ବେହେରାଙ୍କର? ସେ ମୋ ଜୀବନ ସାଥୀ ରହିବି ବୋଲି ମୋତେ କଥା ଦେଲେ। ବହୁତ ମନ୍ଦିରରେ ମୁଁ ତାଙ୍କ ମଥାରେ ସିନ୍ଦୁର ମଧ୍ୟ ଲଗେଇଛି, ସେ ଲଗେଇବାକୁ କହିଛନ୍ତି। ମୋ ସାଙ୍ଗରେ ଶାରୀରିକ ସମ୍ପର୍କ ମଧ୍ୟ ରଖିଛନ୍ତି। ଶେଷରେ ମୋତେ ଧୋକା ଦେଇ ଆଉ କାହାକୁ ବାହା ହେଇଯାଇଛନ୍ତି। ସେ ଏବେ କେଉଁଠି ଅଛନ୍ତି ମୁଁ ଜାଣିନି। ତାଙ୍କ ବୋଉ ଆଉ ସମସ୍ତେ ମୋତେ ହିଁ ବ୍ଲେମ୍ କରୁଛନ୍ତି। କିନ୍ତୁ ମୋର କିଛି ଭୁଲ ନାହିଁ। ମୁଁ କିଛି ଭୁଲ କରିନି। ମୋତେ ବୁଝିବାକୁ ଚେଷ୍ଟା କର ସମସ୍ତେ। ଏଥିରେ ମୋର କିଛି ବି ଭୁଲ ନାହିଁ। ପାପ ତ ସେ କରିଛନ୍ତି ରଶ୍ମିତା ବେହେରା। ମୋ ବିଶ୍ୱାସ ସାଙ୍ଗରେ ଖେଳିଛନ୍ତି, ମୋ ଶରୀର ସାଙ୍ଗରେ ଖେଳିଛନ୍ତି, ମୋ ଜୀବନ ନଷ୍ଟ କରିଛନ୍ତି ତାଙ୍କେ। ସେ ହେଉଛନ୍ତି ମୋ ଅପରାଧୀ। ଆମ ଘରେ ମୋତେ କେହି ବି ସପୋର୍ଟ କରୁନାହାନ୍ତି, ମୋତେ କେହି ବୁଝିପାରୁନାହାନ୍ତି। ମୋର ଏଇ ଅବସ୍ଥାର ଦାୟୀ କେବଳ ରଶ୍ମିତା ବେହେରା। ମୋର ଯଦି କିଛି ହେଇଯାଏ ତାହେଲେ ରଶ୍ମିତା ଦାୟୀ ଏଥିରେ। ମୁଁ ଦିନକୁ ଦିନ ମେଣ୍ଟାଲି ଡିପ୍ରେସନରେ ବହୁତ ରହୁଛି। ବହୁତ ଖରାପ ପରିସ୍ଥିତିରେ ମୁଁ ଗତି କରୁଛି। କାହା ପାଇଁ? କେବଳ ରଶ୍ମିତାଙ୍କ ପାଇଁ। ତାଙ୍କ ପାଇଁ ଆଜି ମୋର ଏଇ ଅବସ୍ଥା ହେଲା। ନ୍ୟାୟ ପାଇବାକୁ ଛଟପଟ ହୋଇ ରହୁଛି। କାନୁନର ଦ୍ୱାରରେ ଯାଇ ଖଟଖଟଉଛି ମୋତେ ନ୍ୟାୟ ଦିଅ ବୋଲି। ମୋ ପାଖରେ ବହୁତ ଗୁଡ଼ାଏ ପ୍ରୁଫ୍ ମଧ୍ୟ ଅଛି। ରଶ୍ମିତା ଆଉ ମୋର ହ୍ୱାଟ୍ସଆପ୍ ଚାଟିଂ, ତାଙ୍କର ଭଏସ୍ ରେକର୍ଡ଼, ଆମ ଦୁଇ ଜଣର ଫଟୋ, ବହୁତ କିଛି ପ୍ରୁଫ୍ ଅଛି। ମୁଁ ମିଛ କହୁନି। ପ୍ରଥମତଃ ମୁଁ କହିବି ଯେ 2016 ମାର୍ଚ୍ଚ ମାସରେ ପ୍ରଥମେ ଯିଏ ଅଭିଯୋଗକାରିଣୀ ଅଛନ୍ତି ତାଙ୍କର କଣ୍ଟାକ୍ଟରେ ଆସିଥିଲେ ସୋ କଲ୍ ଏକ୍ୟୁଜ୍ ଯିଏ ଅଛନ୍ତି ଆମ ତାଙ୍କ ସିଷ୍ଟର, ୟଙ୍ଗର ସିଷ୍ଟର। ଆସିଲା ପରେ ଏମିତି ଭିତରେ ସେମାନଙ୍କର ରିଲେସନ୍, ମେଣ୍ଟାଲ୍ ରିଲେସନ୍ ପ୍ରଥମେ ପ୍ରପୋଜ୍ କରିଥିଲେ। ଅଭିଯୋଗକାରିଣୀ ଯାହା ନାଁରେ ବର୍ତ୍ତମାନ ଏଲିଗେସନ୍ ଆଣିଛନ୍ତି ସିଏ ପ୍ରପୋଜ୍ କରିଥିଲେ ଯେ ମୁଁ ଭଲ ପାଉଛି, ଏମିତି ଫିଜିକାଲ୍ ମେଣ୍ଟାଲ୍ ରିଲେସନ୍ରୁ ସେମାନଙ୍କର ଫିଜିକାଲ୍ ରିଲେସନ୍କୁ ଆଗେଇଥିଲା। ଆଗେଇ ସାରିଲା ପରେ ସେମାନଙ୍କର ଭିତରେ ସେଇ ସମୟରେ ଏ ଝିଅଟା ITI କରୁଥିଲା ଆଉ ସେ ଝିଅଟା ଷ୍ଟୁଡେଣ୍ଟ ଥିଲା। ଏମିତି ହେଇକି ରିଲେସନ୍ ହେଲା, ଫିଜିକାଲ୍ ରିଲେସନସିପ୍ ହେଇଗଲା। ପରବର୍ତ୍ତୀ ପର୍ଯ୍ୟାୟରେ ବୋଧେ ତାକୁ ଘର ଲୋକଙ୍କର ଆସିଷ୍ଟାନ୍ସ ରହିଲାନି, ସପୋର୍ଟ ରହିଲାନି, ଦୁଇ ଜଣଙ୍କ ରାସ୍ତାରୁ ଅଲଗା ହେଇଗଲେ। ୟାଙ୍କ ଫ୍ୟାମିଲି ନା କୋପରେଟ୍ କଲେ ନା ତାଙ୍କ ଫ୍ୟାମିଲି କୋପରେଟ୍ କଲେ। ଆମର 377 ଧାରା 6/9/2018 ଯେଉଁଟା ଡିସ୍କ୍ରିମିନେଟିଂ କଲେ, ସେଇଟା ଡିସ୍କ୍ରିମିନାଲାଇଜ୍ ଯେଉଁଟା ହେଲା ସେଇଟା ଠିକ୍ ସମଲିଙ୍ଗୀ ସମ୍ପର୍କକୁ ମାନ୍ୟତା ଦିଆଗଲା। କିନ୍ତୁ ପୂର୍ବରୁ ବି ମୁଁ କହିଥିଲି ଯେ ସମଲିଙ୍ଗୀ ବିବାହ ଆଜି ପର୍ଯ୍ୟନ୍ତ କୌଣସି ଜାଗାରେ ହେଇନି, ଯେଉଁଟାକି ରେଜିଷ୍ଟରଭୁକ୍ତ କୌଣସି ଜାଗାରେ ଆପଣ ପାଇବେନି। ଆଉ ଏଇ ଜାଗାରେ
से झीटा चिटिंग करिछि जेहेतु ताको मु चिटिंग धारा लगेबी प्लस 377 भी लगेबी लगे कि मु ए सोमवार जाउछि मु ता अगेंस्ट केस फाइल करिया पई। से विशेषकर जो सुप्रीम कोर्टर जो विवाह ए झील विवाह करछि कि नहीं तार कोन एमानक सेमानकर कहबा से गोटे मंदिर जाकि उभय पक्ष बाहागर भी होती बाहागर पर से शारीरिक संपर्क भी होती संपर्क दुई प्रकार गोटे फिजिकल आ गोटे मेंटल रिलेशन जोटा कि बायोलॉजिकल रिलेशन एमानकर नथिला सत किंतु मेंटली एतिकी अटैच होता जो कि आज पूरा ए झीटा निजको निजे संभाली भी पारनी। तो या कि आगामी पदक्षेप कौन गोटे मेसेज जीव जे ये जो परिस्थिति सृष्टि होना गोटे प्रथम केस जयपुर रे उभय विवाह स्वीकृति मिली आज पर्यटन कौट बह विवाह होती मुझे कहली ना अनअफिशियली कौन जगह बाहागटा कि रेजिस्टरभुक्त से ही नाला आवाह पे आम कंट्री इंडिया रे आज पर्यटन 377 को से मान्यता देले लिविंग रिलेशनशिप से तार मान्यता से पर्यटन सीमित होकर रहा तापर जिते बह को कौन प्रकार प्रिविलेजेस रही कंट्री आमर एमती अच्छे नवजीत सिंह जोहर गोटे अच्छी केस वर्सेस यूनियन ऑफ इंडिया से केस भी जिनस को सिमिलर जिनस एक्जाक्ट ये जिनस ये जो जहाँ होती भी से जिते आम देखा सर्कमस्टेंशियल एविडेंस को देखापी पड़ो एज ए सपोर्टिंग डॉक्यूमेंट से रखी वॉइस कॉल रिकॉर्ड रखी व्हाट्सएप मेसेज रखी फोटोग्राफ रखी ये सब जिनस डॉक्यूमेंटरी एविडेंस हिसाब से रखी द्वितीय जिन फोन कॉल रिकॉर्ड जाक भी जी चैटिंग फेटिंग ए टू जेड जिन सब जाक डॉक्यूमेंटरी हिसाब से रखी कंपनसेशन अच्छी जेहेतु कंपनसेशन पे मु कही कहूँ भी 377 पे कौन सी धारा मेंटेन हुए जे ये जिस तुम्हें कले जदि प्रूव हो जाए तुम एति कंपनसेट हम यहाँ हूँ कम्प्लीटली डिपेंड अपन कोर्ट चाहिए जदि से कंपनसेट करें सब प्रमाण अच्छी आज्ञा।